ବନ୍ଧୁମାନେ କେବଳ ଗୋଟିଏ ଲୁହାକଣ୍ଟା ଏହି ସ୍ଥାନରେ ପୋତି ଦିଅନ୍ତୁ। ଶତ୍ରୁ ବସି କାନ୍ଦିବ ଏବଂ ପଶ୍ଚାତାପ କରିବ। ବନ୍ଧୁମାନେ ଶନିବାର କିମ୍ବା ମଙ୍ଗଳବାର ଦିନ ଏହି ଉପାୟ କରିନିଅନ୍ତୁ। ଶତ୍ରୁତାର ଓଲଟା ଗଣନା କରିବା ଆରମ୍ଭ ହୋଇଯିବ। ଗୋଟିଏ ଲୁହାକଣ୍ଟା ଏହି ସ୍ଥାନରେ ପୋତିଦେଲେ ଯେଉଁ ଶତ୍ରୁମାନେ ଆପଣଙ୍କୁ ସମସ୍ୟାରେ ପକାଉଛନ୍ତି, ଆପଣଙ୍କ ଉପରେ ଏବଂ ଆପଣଙ୍କ ଘର ଉପରେ କିମ୍ବା ଆପଣଙ୍କ ପରିବାର ଉପରେ ଷଡ଼ଯନ୍ତ୍ର ଗୁଣିଗାରେଡ଼ିର ପ୍ରୟୋଗ କରୁଛନ୍ତି, ସେମାନେ ରକ୍ତ ଲୁହ କାନ୍ଦିବେ। ଶତ୍ରୁମାନେ ଥରି ଉଠିବେ ଏବଂ ଆପଣଙ୍କ ସହ ଶତ୍ରୁତା କରିବା ଭୁଲିଯିବେ। ଏହି ଉପାୟ କଲା ପରେ ସେ ତନ୍ତ୍ରକ୍ରିୟାର ଓଲଟା ପ୍ରଭାବ ସେମାନଙ୍କ ଉପରେ ପଡ଼ିବ ଏବଂ ସେମାନେ ତଳିତଳାନ୍ତ ହୋଇ ନଷ୍ଟଭ୍ରଷ୍ଟ ହୋଇଯିବେ। ଆପଣଙ୍କ ପାଇଁ ଯେଉଁ ଷଡ଼ଯନ୍ତ୍ର କରିଥିଲେ ତାହା କରିବା ତ ଦୂରର କଥା, ସେ କଥା ଭାବିବା ମଧ୍ୟ ତାଙ୍କ ପାଇଁ କଷ୍ଟକର ହୋଇଯିବ। ଆପଣଙ୍କର ଏକ ଶତ୍ରୁ ଥାଉ କିମ୍ବା 100 ଶତ୍ରୁ, ଯେତେ ବି ଶକ୍ତିଶାଳୀ ଶତ୍ରୁ ଥାଉ ନା କାହିଁକି, ଏହି ଉପାୟ କରିବା ଦ୍ୱାରା ତାର ସମସ୍ତ କ୍ଷୟ ସରିଯିବ। ସେ କାନ୍ଦିବ ଏବଂ ପଶ୍ଚାତାପ କରିବ। ବନ୍ଧୁମାନେ ବେଳେବେଳେ ଶତ୍ରୁମାନେ ଅଧିକ ସଂଖ୍ୟାରେ ଥାନ୍ତି। ଅନେକ ଗୁପ୍ତ ଶତ୍ରୁ ମଧ୍ୟ ଆମ ଜୀବନରେ ଆସିଥାନ୍ତି, ଯେଉଁମାନେ ଶତ୍ରୁ ବୋଲି ଆମେ ଜାଣି ବି ନଥାଉ। ଗୁପ୍ତ ଶତ୍ରୁ ଖୁବ୍ ଭୟଙ୍କର ହୋଇଥାନ୍ତି। ଦୁଇ ପ୍ରକାରର ଶତ୍ରୁ ଥାନ୍ତି। ଗୋଟିଏ ହେଉଛି ସ୍ପଷ୍ଟ ଶତ୍ରୁ, ଯେଉଁମାନେ ସାମ୍ନାରୁ ତ ଶତ୍ରୁତା ଭାବ ରଖିଥାନ୍ତି ଏବଂ ଆମର କ୍ଷତି କରିବାକୁ ଚାହିଁଥାନ୍ତି। ଅନ୍ୟଟି ହେଉଛି ଗୁପ୍ତ ଶତ୍ରୁ, ଯେଉଁମାନେ ଆମ ସାମ୍ନାରେ ତ ମିଠା ମିଠା କଥା କହିଥାନ୍ତି, ଆମର ମିତ୍ରତା ସାଜିଥାନ୍ତି, ମାତ୍ର ସେମାନେ ଆମ ପିଠି ପଛରେ ରହି ଆମ ଉପରେ କଠୋର ଘାତ କରିଥାନ୍ତି। ଆପଣ ଚାହିଁଲେ ଯେଉଁ ଲୋକ ସାମ୍ନାରୁ ଆକ୍ରମଣ କରୁଛି ତା ସହ ଲଢ଼ିପାରିବେ ଏବଂ ଜିତିପାରିବେ, ମାତ୍ର ଗୁପ୍ତ ଶତ୍ରୁମାନଙ୍କ ସହ ଲଢ଼ିବା ଏତେ ସହଜ ନୁହେଁ। କାରଣ ଆପଣ ଜାଣି ହିଁ ପାରିବେ ନାହିଁ କି ମିତ୍ର ରୂପରେ କିଏ ରହି ଆପଣଙ୍କ ସହ ଶତ୍ରୁତା କରୁଛନ୍ତି। ଗୁପ୍ତ ଶତ୍ରୁ ଗୁପ୍ତରେ ଆମ ବିରୁଦ୍ଧରେ ଷଡ଼ଯନ୍ତ୍ର କରି ଆମକୁ ବର୍ବାଦ କରିବାକୁ ଚାହିଁଥାନ୍ତି। ବନ୍ଧୁମାନେ ଏହା କଳିଯୁଗ ଅଟେ। ଏଠାରେ ମଣିଷର ମିତ୍ରତା ଖୁବ୍ କମ୍ ଥାନ୍ତି ଏବଂ ଶତ୍ରୁ ଅଧିକ ସଂଖ୍ୟକରେ ଥାନ୍ତି। ଏଠାରେ ସମସ୍ତେ ଆପଣଙ୍କର ଶୁଭଚିନ୍ତକ ହୋଇପାରିବେ ନାହିଁ। ଜଣେ ଶତ୍ରୁ ମିତ୍ର ଭାବରେ ହିଁ ଆମ ଜୀବନରେ ପ୍ରବେଶ କରିଥାଏ। ଆପଣ ଟିକିଏ ଉନ୍ନତି କଲେ, ସଫଳ ହେଲେ ସେମାନେ ଦେଖିପାରନ୍ତି ନାହିଁ। ଆପଣଙ୍କର ଉନ୍ନତି ଦେଖି, ଘର ଗାଡ଼ି ସମ୍ପତ୍ତି ଦେଖି ସେମାନେ ଈର୍ଷାରେ ଜଳି ଉଠନ୍ତି ଏବଂ ଏହି ଈର୍ଷା ଭାବ କାରଣରୁ ଆଗକୁ ଯାଇ ସେମାନେ ଆପଣଙ୍କର ସ୍ପଷ୍ଟ ଶତ୍ରୁ ବା ଗୁପ୍ତ ଶତ୍ରୁରେ ପରିଣତ ହୋଇଯାଇଥାନ୍ତି। ଅନେକ ଶତ୍ରୁ ନିଜର ଟଙ୍କା ବଳରେ ଆପଣଙ୍କ ଉପରେ ବିଭିନ୍ନ ପ୍ରକାରର ଚାପ ପକାଇ ଆପଣଙ୍କୁ ହଇରାଣ କରିଥାନ୍ତି ଏବଂ ଅନେକ ଗୁପ୍ତ ଶତ୍ରୁ ଆପଣଙ୍କ ଉପରେ ଗୁଣିଗାରେଡ଼ି ତନ୍ତ୍ରକ୍ରିୟାର ପ୍ରୟୋଗ କରି ଆପଣଙ୍କୁ ବର୍ବାଦ କରିବାକୁ ଚାହିଁଥାନ୍ତି। ବେଳେବେଳେ ଆମ ଶତ୍ରୁମାନଙ୍କ ସହ ଖୋଲାଖୋଲି ଆମେ ଲଢ଼ି ପାରିନଥାଉ। ଆମ ପାଖରେ ତାଙ୍କ ସହ ଲଢ଼ିବା ପାଇଁ ସମର୍ଥ ନଥାଏ। ଏମିତି କ୍ଷେତ୍ରରେ ଆପଣ କିଛି ଗୁପ୍ତ ଉପାୟ ପାଳନ କରି ଆପଣ ତାନ୍ତ୍ରିକ ତଟକାର ପ୍ରୟୋଗ କରି ଶତ୍ରୁଠାରୁ ମୁକ୍ତି ପାଇପାରିବେ। ଶତ୍ରୁ ଯେତେ ଶକ୍ତିଶାଳୀ ହୋଇଥାଉ ନା କାହିଁକି, ଏ ଉପାୟ ଦ୍ୱାରା ତାର ଖରାପ ସମୟ ଆରମ୍ଭ ହୋଇଯିବ। ସେ ଆପଣଙ୍କ ସହ ଶତ୍ରୁତା କରିବା ଭୁଲିଯିବ। ଆଗକୁ ସେ ଆପଣଙ୍କର କ୍ଷତି କରିବା କଥା ଭାବିବ ନାହିଁ। ବନ୍ଧୁମାନେ ଏ ଗୁପ୍ତ ଶତ୍ରୁ ଆପଣଙ୍କର ପଡ଼ୋଶୀ ହୋଇପାରନ୍ତି, ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ହୋଇପାରନ୍ତି କିମ୍ବା ଆପଣଙ୍କର ପରିବାରର ମଧ୍ୟ କେହି ସଦସ୍ୟ ହୋଇପାରନ୍ତି। ଏ ଗୁପ୍ତ ଶତ୍ରୁମାନେ ସର୍ବଦା ଚାହାନ୍ତି କି ଆପଣ କିପରି ବର୍ବାଦ ହୋଇଯାଆନ୍ତୁ। ଆପଣଙ୍କୁ ଟଙ୍କା ସମ୍ପତ୍ତି ସବୁ ଆପଣଙ୍କ ହାତରୁ ଚାଲିଯାଉ, ଆପଣ ଦାଣ୍ଡର ଭିକାରୀ ହୋଇଯାଇଥାନ୍ତୁ, ଋଣ ଭାରରେ ଆପଣ ବୁଡ଼ି ରୁହନ୍ତୁ, ମାନସିକ ଚିନ୍ତା ସହନ ନ କରିପାରି ଆପଣ ଶଯ୍ୟାଶାୟୀ ହୋଇଯାଆନ୍ତୁ। ବନ୍ଧୁମାନେ ଯଦି ଆପଣଙ୍କୁ ବି ଏମିତି ଲାଗୁଛି କି କୌଣସି ଶତ୍ରୁ ଆପଣଙ୍କୁ ଆପଣଙ୍କ ଘର ଉପରେ କିମ୍ବା ଆପଣଙ୍କ ଉପରେ କିଛି ତନ୍ତ୍ରମନ୍ତ୍ର ବା ଗୁଣିଗାରେଡ଼ିର ପ୍ରୟୋଗ କରିଛି, ତେବେ ଏହି ଛୋଟ ଉପାୟଟି ପାଳନ କରି ଆପଣ ବଡ଼ରୁ ବଡ଼ ଶତ୍ରୁମାନଙ୍କ ଠାରୁ ମୁକ୍ତି ପାଇପାରିବେ। ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ କି ଆପଣ
କିପରି ଯେ ଆପଣଙ୍କ ଉପରେ ଗୁଣି ଗାରେଡ଼ିର ପ୍ରୟୋଗ କରାଯାଇଛି କି ନାହିଁ। ବନ୍ଧୁମାନେ, ଯଦି ହଠାତ୍ ଆପଣଙ୍କ ଘରେ ଧନର ଅଭାବ ଦେଖାଦିଏ, ଘରର ମୁଖିଆ କିମ୍ବା ଘରର ଛୋଟ ପିଲାମାନେ ବାରମ୍ବାର ବିନା କାରଣରେ ବେମାରରେ ପଡ଼ୁଛନ୍ତି, ହଠାତ୍ ଆପଣଙ୍କ ଘରେ ଅଘଟଣା ଘଟିବା, ପାରିବାରିକ ସମସ୍ୟା ଦେଖାଦେବା, ଘରର ସଦସ୍ୟମାନେ ଝଗଡ଼ା କରିବା, ସମସ୍ତଙ୍କ ଭିତରେ ମନାନ୍ତର ମତାନ୍ତର ସୃଷ୍ଟି ହେବା, ଆପଣଙ୍କର ଚାଲୁଥିବା ବେପାର ବନ୍ଦ ହୋଇଯିବା, ବ୍ୟବସାୟରୁ ଲାଭ ପରିବର୍ତ୍ତେ କ୍ଷତି ହେବା, ଏସବୁ ଅର୍ଥ ହେଉଛି ଆପଣଙ୍କ ଉପରେ କେହି ଗୁପ୍ତ ଶତ୍ରୁ କିଛି କଳା ଯାଦୁ ବା ତଟକାର ପ୍ରୟୋଗ କରିଛି, ଯାହା ଫଳରେ ଆପଣଙ୍କ ସହ ଏପରି ଘଟୁଛି। ଏହିସବୁ ସମସ୍ୟାର ସମାଧାନ ଏବଂ ପ୍ରତିକାର ମୁଁ ଆଜିର ଏହି ଭିଡ଼ିଓରେ କହିବି। ତେଣୁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି କମେଣ୍ଟ ବକ୍ସରେ ଶ୍ରଦ୍ଧା ଏବଂ ଭକ୍ତିର ସହିତ ଜୟ ଶ୍ରୀ ହନୁମାନ ନିଶ୍ଚୟ ଲେଖନ୍ତୁ। ବନ୍ଧୁମାନେ, ଆଜିର ଦୁନିଆରେ ଲୋକମାନେ ନିଜର ସଫଳତା ଦେଖି ସେତିକି ଖୁସି ହୁଅନ୍ତି ନାହିଁ ଯେତିକି ପରର ଅସଫଳତା ଦେଖି ଖୁସି ହୁଅନ୍ତି। ଅନେକ ଲୋକ କୁଦୃଷ୍ଟି ବା ନଜର ଦୋଷର ମଧ୍ୟ ଶିକାର ହୋଇଥାନ୍ତି। ନଜର ଦୋଷ ଗୁଣି ଗାରେଡ଼ିର ପ୍ରଭାବକୁ କାଟିବା ପାଇଁ ଲୁହା କଣ୍ଟା ଏହି ଉପାୟର ରାମବାଣ ସଦୃଶ ଅଟେ। ଏହି ଉପାୟ ଦ୍ୱାରା ଆପଣ ଶତ୍ରୁକୁ ହଇରାଣ କରିପାରିବେ ନାହିଁ ବା ହରାଇ ପାରିବେ। ଏ ଉପାୟ ଦ୍ୱାରା ସର୍ବଦା ଶତ୍ରୁ ହଇରାଣ ହେବ, ମାନସିକ ଚିନ୍ତାରେ ରହିବ ଏବଂ ଆପଣଙ୍କ ସହ ଶତ୍ରୁତା କରିବା କଥା ଭୁଲିଯିବ। ଏ ଉପାୟ ପାଇଁ ସର୍ବପ୍ରଥମେ ଆପଣଙ୍କୁ ଏକ ଲୁହା କଣ୍ଟା ନେବାର ଅଛି। 2 ରୁ 3 ଇଞ୍ଚର ଲୁହା କଣ୍ଟା ଆପଣଙ୍କୁ ନେବାର ଅଛି। ଲୁହା କଣ୍ଟା ପୁରା ସିଧା ହୋଇଥିବା ଦରକାର। ଅଙ୍କା ବଙ୍କା ଲୁହା କଣ୍ଟାର ବ୍ୟବହାର କରିବା ଉଚିତ ନୁହେଁ। ଏହି ଲୁହା କଣ୍ଟାକୁ ଆପଣ କୌଣସି ବି ଦିନ କିଣିକି ଆଣିପାରିବେ, ମାତ୍ର ଶନିବାର ଦିନ ଆପଣ ଲୁହା କଣ୍ଟା କିଣିକି ଆଣନ୍ତୁ ନାହିଁ। ଯେଉଁଦିନ ଆପଣ ଏ ଉପାୟ କରିବେ ତା ପୂର୍ବ ଦିନରୁ ହିଁ ଆପଣ ଲୁହା କଣ୍ଟା କିଣିକି ରଖନ୍ତୁ। ଏହାପରେ ଆପଣଙ୍କୁ ଅଳ୍ପ କମଳା ରଙ୍ଗର ସିନ୍ଦୁର ନେବାର ଅଛି। ଲାଲି ସିନ୍ଦୁର ଦେବୀମାନଙ୍କୁ ଅର୍ପଣ କରାଯାଏ ଏବଂ କମଳା ରଙ୍ଗର ସିନ୍ଦୁର ଆମେ ହନୁମାନ ମହାରାଜଙ୍କୁ ଅର୍ପଣ କରିଥାଉ। ଆପଣଙ୍କୁ ସେହି କମଳା ରଙ୍ଗର ସିନ୍ଦୁର କିଣିକି ଆଣିବାର ଅଛି। ଏହାପରେ ଅଳ୍ପ ସୋରିଷ ତେଲ ମଧ୍ୟ ନେବାର ଅଛି। ଏସବୁ ଜିନିଷକୁ ନେଇ ଆପଣ ଗୋଟିଏ ସୁନସାନ କୋଠରୀରେ ଚୁପଚାପ ଭାବରେ ଏ ଉପାୟଟିକୁ ପାଳନ କରନ୍ତୁ। ସେ ରୁମ୍ରେ ଯେମିତି କେହି ବି ଆପଣଙ୍କୁ ହଇରାଣ କରିବେ ନାହିଁ କିମ୍ବା କୌଣସି ପ୍ରଶ୍ନ ପଚାରିବେ ନାହିଁ। ସେ କୋଠରୀରେ ଦକ୍ଷିଣ ଦିଗକୁ ମୁଖ କରି ବସନ୍ତୁ ଏବଂ ଗୋଟିଏ ଗିନାରେ ଅଳ୍ପ ସିନ୍ଦୁର ରଖି ତା ଉପରେ ଅଳ୍ପ ସୋରିଷ ତେଲ ପକାନ୍ତୁ। ଏହାପରେ ସେ ସିନ୍ଦୁର ଏବଂ ତେଲକୁ ଆଙ୍ଗୁଳିରେ ମିଶାଇ ନିଅନ୍ତୁ। ତାପରେ ସେହି ସିନ୍ଦୁର ଏବଂ ସୋରିଷ ତେଲର ମିଶ୍ରଣକୁ ଲୁହା କଣ୍ଟାରେ ଲଗାଇ ଦିଅନ୍ତୁ। ସିନ୍ଦୁର ଲୁହା କଣ୍ଟାରେ ଲଗାଇବା ସମୟରେ ଏକ ମନ୍ତ୍ରର ଉଚ୍ଚାରଣ 11 ଥର କରନ୍ତୁ। ମନ୍ତ୍ରଟି ହେଉଛି ଓମ୍ ଶ୍ରୀ ଭୈରବ ନମଃ। ଏହି ମନ୍ତ୍ରକୁ 11 ଥର ଜପ କରନ୍ତୁ। ଯେତେବେଳେ ଆପଣ ସେ ସିନ୍ଦୁରକୁ ଲୁହା କଣ୍ଟାରେ ଲଗାଉଛନ୍ତି, ବର୍ତ୍ତମାନ ସେ କଣ୍ଟାଟି ଅଭିମନ୍ତ୍ର ହୋଇଗଲା। ଏହାପରେ ନିଜେ ଦକ୍ଷିଣ ମୁଖ କରି ବସନ୍ତୁ ଏବଂ ଗୋଟିଏ ସୋରିଷ ତେଲର ଦୀପ ନିଜ ସାମ୍ନାରେ ଜଳାନ୍ତୁ। ବନ୍ଧୁମାନେ, ଦୀପ ଜାଳିବା ବା ଦୀପ ଜଳାଇ ସୋରିଷ ତେଲର ଦୀପ ସେହି ଦୀପର ଶିଖାରେ ଅଳ୍ପ ସମୟ ପାଇଁ ସେ ଲୁହା କଣ୍ଟାକୁ ଦେଖାଇ ଦିଅନ୍ତୁ। ଯେମିତି ଲୁହା କଣ୍ଟାଟି ଗରମ ହୋଇଯିବ, ଆପଣ ଚାହିଁଲେ ଗୋଟିଏ ଚିମୁଟାର ସାହାଯ୍ୟରେ ମଧ୍ୟ ଲୁହା କଣ୍ଟାକୁ ଧରି ଦୀପର ଶିଖାରେ ଦେଖାଇ ପାରିବେ। ସାବଧାନତାର ସହ ଲୁହା କଣ୍ଟାଟିକୁ ଗରମ କରି ନିଅନ୍ତୁ। ଲୁହା କଣ୍ଟାକୁ ଗରମ କରି ସାରିବା ପରେ ଶତ୍ରୁ କଥା ମନେ ମନେ ଚିନ୍ତା କରନ୍ତୁ। ଆପଣଙ୍କୁ ଭାବିବାର ଅଛି କି ମୋର ଯିଏ ଶତ୍ରୁ ସେ ପରାସ୍ତ ହୋଇଯାଇଛି, ମୋର ଜୀବନରୁ ସେ ଦୂରକୁ ଚାଲିଯାଇଛି। ଏହାପରେ ସେ ଗରମ କଣ୍ଟାକୁ ଗୋଟିଏ ପେପର ଉପରେ ରଖିଦିଅନ୍ତୁ ଏବଂ ତାକୁ ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ। ଏହାପରେ ସେ କାଗଜରେ ଗୁଡ଼ାଇ କିମ୍ବା ଏକ କଳା କପଡ଼ାରେ ଗୁଡ଼ାଇ ସେ ଲୁହା କଣ୍ଟାକୁ ରଖନ୍ତୁ। ଯେଉଁଦିନ ଏ ଉପାୟ କରିବେ, ସେହିଦିନ ଯଦି ଆପଣ ଶତ୍ରୁର ନାମ ଏବଂ ତାର ଘରର ଠିକଣା ଜାଣିଛନ୍ତି, ତେବେ ରାତି ସମୟରେ ବା ରାତ୍ରିରେ ତା ଘରକୁ ଯାଇ ଚୁପଚାପ ସେ କଣ୍ଟାଟିକୁ
ତାଙ୍କ ଘରର କୌଣସି ବି କାନ୍ଥରେ ବାଡ଼େଇ ଦେଇ ଆସନ୍ତୁ। ଏହି କାମ ରାତ୍ରି ସମୟରେ ଗୁପ୍ତରେ କରନ୍ତୁ। ଯେମିତି କେହି ଆପଣଙ୍କୁ ଏ କାମ କରୁଥିବାର ନ ଦେଖନ୍ତୁ। ଯଦି ଗୁପ୍ତ ଶତ୍ରୁ କିଏ ଅଛନ୍ତି, କେତେ ଜଣ ଗୁପ୍ତ ଶତ୍ରୁ ଆପଣଙ୍କର ଅଛନ୍ତି ଆପଣ ଜାଣିନାହାନ୍ତି, ତେବେ ଆପଣ ଏକ କଣ୍ଟା ଗଛ ଖୋଜନ୍ତୁ। ଯେମିତିକି ଗୋଲାପ ଗଛ ବା ବେଲ ଗଛ। ସେ କଣ୍ଟା ଗଛ ମୂଳରେ ଯାଇ ଗଛର ଗଣ୍ଡିରେ କଳା ମାର୍କର ପେନ୍ ସାହାଯ୍ୟରେ ଶତ୍ରୁ ବୋଲି ଲେଖନ୍ତୁ ଏବଂ ଯେଉଁ ସ୍ଥାନରେ ଶତ୍ରୁ ଲେଖିଛନ୍ତି ଠିକ୍ ତାହାର ମଝାମଝିରେ ସେ କଣ୍ଟାକୁ ବାଡ଼େଇ ଦିଅନ୍ତୁ। ଏହି କାମ ମଧ୍ୟ ରାତ୍ରି ସମୟରେ ଆପଣଙ୍କୁ ଚୁପଚାପ କରିବାର ଅଛି। ଗଛରେ କଣ୍ଟା ବାଡ଼େଇବା ସମୟରେ ଶତ୍ରୁନାଶ 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 ବୋଲି 3 ଥର ଉଚ୍ଚାରଣ କରନ୍ତୁ। ଏ ଉପାୟକୁ ଉଭୟ ପୁରୁଷ ଏବଂ ମହିଳା କରିପାରିବେ। ଶନିବାର ଏବଂ ମଙ୍ଗଳବାର ଏହି ଉପାୟ କଲେ ସର୍ବୋତ୍ତମ ଫଳ ମିଳେ। ଶତ୍ରୁର ବିନାଶ ହୋଇଥାଏ ଏବଂ ଶତ୍ରୁ ଆପଣଙ୍କ ସହ ଶତ୍ରୁତା କରିବା ଭୁଲିଯିବ ଏବଂ ପଶ୍ଚାତାପ କରିବ। ତେବେ ବନ୍ଧୁମାନେ, ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ନିଶ୍ଚିତ ଭଲ ଲାଗିଥିବ। ଭିଡ଼ିଓଟି ଭଲ ଲାଗିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଭକ୍ତି ଏବଂ ଶ୍ରଦ୍ଧାର ସହିତ ଜୟ ବଜରଙ୍ଗବାଲି ନିଶ୍ଚୟ ଲେଖନ୍ତୁ।